ଏହି 9 ପ୍ରକାର ପୁରୁଷ ଲକ୍ଷ୍ୟରେ ଗୋଟିଏ ହୋଇଥାନ୍ତି। ଭାଗ୍ୟଶାଳୀ ପୁରୁଷଙ୍କର 9ଟି ଲକ୍ଷଣ ଆପଣ ଜାଣିଲେ ମଧ୍ୟ ଚମକି ଯିବେ ଯେ ମହିଳାମାନଙ୍କ ଭଳି ପୁରୁଷଙ୍କର ମଧ୍ୟ ଏହିପରି ବହୁତ ଲକ୍ଷଣ ଅଛି ଯାହା ସେମାନଙ୍କ ବିଷୟରେ ବହୁତ କିଛି କହିଥାଏ। ଆପଣ ପୁରୁଷଙ୍କର ଶରୀରର ଗଠନ ହାବଭାବରୁ ଦେଖି କିଛି ଅନୁମାନ କରିପାରିବେ। ତ ଚାଲନ୍ତୁ ସାଙ୍ଗମାନେ ଜାଣିବା ପୁରୁଷଙ୍କର କ'ଣ ସବୁ ଲକ୍ଷଣ ରହିଛି। ସବୁଠାରୁ ପ୍ରଥମେ ଆମେ ପୁରୁଷଙ୍କର ଶରୀର ଆଉ ସେହି ଭାଗ୍ୟ ଚିହ୍ନ ବିଷୟରେ ଯାହା ଆପଣଙ୍କ ଜୀବନର ଧନ ସମ୍ବନ୍ଧିତ ହୋଇଥାଏ। ତା ସହିତ ଆମେ ଆପଣଙ୍କୁ ଏହା ମଧ୍ୟ କହିବୁ ଯେ ପୁରୁଷଙ୍କର ଛାତିରେ ବାଳ ରହିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏହାର ଅର୍ଥ କ'ଣ ହୋଇଥାଏ? ଧନର ଆବଶ୍ୟକତା ସମସ୍ତଙ୍କୁ ହୋଇଥାଏ, ସିଏ ଗରିବ ହେଉ କିମ୍ବା ଧନୀ ହେଉ। ଧନ ବିନା କିଛି ଧର୍ମ କରାଯାଇପାରିବ ନା କୌଣସି ଭୋକିଲା ବ୍ୟକ୍ତିର ଭୋକକୁ ଶାନ୍ତ କରାଯାଇପାରିବ। ଅର୍ଥାତ୍ ଆପଣଙ୍କ ଭାଗ୍ୟରେ ଧନବାନ ହେବା ଲେଖା ଅଛି କି ନାହିଁ। ଭୌତିକ ଦୁନିଆରେ ଧନର ବହୁତ ମହତ୍ତ୍ୱ ରହିଛି। ଏମିତିରେ ଆପଣଙ୍କ ଭାଗ୍ୟରେ ଧନବାନ ହେବା ଲେଖା ଅଛି ନା ନାହିଁ, ଆସନ୍ତୁ ଜାଣିବା ପୁରୁଷମାନଙ୍କର ଶରୀରର ଏହି ଚିହ୍ନ ବିଷୟରେ ଯାହା ଆପଣଙ୍କୁ ଭାଗ୍ୟଶାଳୀ ହେବାର ସଂକେତ ଦେଇଥାଏ। ନମ୍ବର 1, ଯେଉଁ ପୁରୁଷ ଜଙ୍ଘ ଲମ୍ବା, ମୋଟା, ମାଂସରେ ପୂର୍ଣ୍ଣ ହୋଇଥାଏ ସେମାନେ ଭାଗ୍ୟରେ ସାଥ ପ୍ରାପ୍ତ କରିଥାନ୍ତି। ମଜବୁତ ଜଙ୍ଘ ଥିବା ପୁରୁଷ ସବୁ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି। ନମ୍ବର 2, ଯେଉଁ ପୁରୁଷଙ୍କର ପାଦ ନରମ, ମାଂସାଳ ଏବଂ ରକ୍ତବର୍ଣ୍ଣ ଅର୍ଥାତ୍ ଲାଲ ରଙ୍ଗର ହୋଇଥିବ ଏବଂ ପାଦରୁ ସବୁବେଳେ ଝାଳ ଜୁଡ଼ୁବୁଡ଼ୁ ହୋଇ ରହିଥାଏ ସେମାନେ ସବୁ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି। ଏମିତି ବ୍ୟକ୍ତି ବହୁତ ଧନୀ ଜୀବନ ବ୍ୟତୀତ କରିଥାନ୍ତି। ନମ୍ବର 3, ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ହାତ ପାପୁଲିର ମଝିରେ କଳା ଯାଇଥିବା ସେହି ପୁରୁଷମାନଙ୍କୁ ସନ୍ତାନ ସୁଖ ଏବଂ ତା ସହିତ ସମାଜର ମାନ ସମ୍ମାନ ପାଇଥାନ୍ତି। ତା ସହିତ ଏମାନଙ୍କ ପାଖରେ କେବେ ହେଲେ ଧନ ସମ୍ପତ୍ତିର ଅଭାବ ହୋଇନଥାଏ। ନମ୍ବର 4, ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ବେକ ଛୋଟ ଏବଂ ସାମାନ୍ୟ ହୋଇଥାଏ ସେହିପରି ବ୍ୟକ୍ତି ଧନବାନ ତତ୍ ସହିତ ଜୀବନରେ କେତେକ ଉପଲବ୍ଧି ହାସଲ କରିଥାନ୍ତି। ନମ୍ବର 5, ଯଦି କେଉଁ ପୁରୁଷର ପାଦର ତର୍ଜନୀ ଆଙ୍ଗୁଳି ପାଖରେ ଆଙ୍ଗୁଳି ବଡ଼ ହୋଇଥାଏ ସେହି ପୁରୁଷମାନେ ସୁଖ ସମୃଦ୍ଧି ପ୍ରାପ୍ତ କରିଥାନ୍ତି। ଯେଉଁ ପୁରୁଷଙ୍କ ପିଠିରେ କଇଁଚ ଭଳି ପିଠି ହୋଇଥାଏ ସେହି ପୁରୁଷମାନେ ବହୁତ ଧନବାନ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। ନମ୍ବର 7, ଯଦି କେଉଁ ପୁରୁଷ ତାଙ୍କର ନାଭି ଗଭୀର ଆଉ ଗୋଲ ଆକାରର ହୋଇଥାନ୍ତି ସେହି ପୁରୁଷ ମଧ୍ୟ ସୁଖ ପ୍ରାପ୍ତି କରିଥାନ୍ତି। ନମ୍ବର 8, ଯଦି କେଉଁ ପୁରୁଷର ପାଦର ସବୁଠାରୁ ଛୋଟ ଆଙ୍ଗୁଳି ବଡ଼ ଆଙ୍ଗୁଠିଠାରୁ ବଡ଼ ହୋଇଥାଏ ତ ଏମିତି ବ୍ୟକ୍ତି ବହୁତ ଧନୀ ହୋଇଥାନ୍ତି। ତ ସାଙ୍ଗମାନେ ଚାଲନ୍ତୁ ଏବେ ଆମେ ଜାଣିବା ଯେଉଁ ପୁରୁଷର ଛାତିରେ ବାଳ ଥାଏ ଏହାର ଅର୍ଥ କ'ଣ ହୋଇଥାଏ। ଯେଉଁ ପୁରୁଷଙ୍କର ଛାତିରେ ବାଳ ଥିବ ସେହି ପୁରୁଷ ଅନ୍ୟ ପୁରୁଷମାନଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ସାଙ୍ଗମାନେ ଆପଣମାନେ ଜାଣିଲେ ଭୟଭୀତ ହୋଇଯିବେ ଯେ ଯେଉଁ ପୁରୁଷଙ୍କ ଛାତିରେ ବାଳ ଥିବ ସେହି ପୁରୁଷଙ୍କୁ ମହିଳାମାନେ ଅଧିକ ପସନ୍ଦ କରିଥାନ୍ତି କାରଣ ଏମିତି ପୁରୁଷ ସମ୍ପର୍କ ତୁଲାଇବାରେ ପଛକୁ ହଟନ୍ତି ନାହିଁ। ଛାତିରେ ବାଳ ଥିବା ପୁରୁଷମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ସେମାନେ କେବେ ହେଲେ କାହାକୁ ଧୋକା ଦିଅନ୍ତି ନାହିଁ ଏବଂ ଛାତିରେ ବାଳ ଥିବା ପୁରୁଷମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ସେମାନେ କେବେ କାହାର ଖରାପ ହେବା କଥା ସ୍ୱପ୍ନରେ ସୁଦ୍ଧା ଭାବି ନଥାନ୍ତି। ପ୍ରିୟ ଦର୍ଶକ ବନ୍ଧୁ, କିଛି ଲୋକ ଏହି ଭିଡ଼ିଓକୁ ଅବଜ୍ଞା କରି ଦେଉଛନ୍ତି ଏବଂ ନିଜ ଜୀବନ ସହିତ ଜଡ଼ିତ ଭଲ ଏବଂ ଉପଯୁକ୍ତ ପରାମର୍ଶକୁ ଛାଡ଼ି ଦେଉଛନ୍ତି ଯାହାକି ତାଙ୍କ ଜୀବନ ପାଇଁ ବହୁତ ଉପଯୋଗୀ ଅଟେ। ତେଣୁ ମୁଁ ଆପଣଙ୍କୁ ନିବେଦନ କରୁଛି ଆପଣମାନେ ଦୟାକରି ଭିଡ଼ିଓକୁ ଲାଇକ୍ କରି
चैनल को सब्सक्राइब कर दियंतु एवं कमेंट जदि आपण से भाग्यशाली पुरुष मानंक मध्यरु तेबे महालक्ष्मी लिखि दियंतु। जय जगन्नाथ।